ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି ଗାଇସ୍ କି ଏଇ ଜର୍ଣ୍ଣିଟା ମୁଁ କାହିଁକି ଆରମ୍ଭ କଲି। ଠିକ୍ ଅଛି, ତ ଆପଣମାନେ ବି କେବେ ଭାବିଛନ୍ତି ସାରାଦିନ କାମ କରିବା ପରେ ମଧ୍ୟ ନିଜ ପାଇଁ କିଛି ନାହିଁ। ମୁଁ ମଧ୍ୟ ଏହିପରି ଜୀବନ ବିତାଉଥିଲି, କିନ୍ତୁ ଗୋଟେ ଦିନ ମୁଁ ବି ନିଷ୍ପତ୍ତି ନେଲି ମୋ ଜୀବନ ମୁଁ ନିଜେ ବଦଳେଇବି। କିପରି ଦେଖିବା। ନମସ୍କାର, ମୋ ନାଁ ଆଶା। ମୁଁ ଗୋଟେ ଘରୋଇ ମହିଳା। ଆପଣମାନେ ସବୁ ଭିଡ଼ିଓରେ ଦେଖୁଛନ୍ତି ମୁଁ ଜଣେ ହାଉସୱାଇଫ୍। ମୋ ଦିନ ସକାଳୁ ଆରମ୍ଭ ହୁଏ ରୋଷେଇ, ପିଲାମାନେ, ଘର କାମ। ସବୁ ହାଉସ୍ମାନଙ୍କ ସେ ହିଁ କାମ ଥାଏ। ଫାର୍ଷ୍ଟ କାମଟା ସବୁ କରିବା ପରେ ମଧ୍ୟ ମୋ ମନରେ ଗୋଟିଏ ପ୍ରଶ୍ନ ଥାଏ, ମୁଁ ମୋ ଜୀବନରେ କିଛି କରିବି। ଠିକ୍ ଅଛି, ତ ଦେଖନ୍ତୁ, ଯେଉଁମାନେ କରୁଛନ୍ତି ଅଲରେଡ଼ି ହାଉସୱାଇଫ୍ ମାନେ ଜବ୍, ଯେକୌଣସି କାମ ବି କରୁଛି, ଟିଚରସିପ୍ ଯେ କିଛି ଯାହା କରନ୍ତି, ତ ତାଙ୍କ ପାଇଁ ଠିକ୍ ଅଛି। କିନ୍ତୁ ଯେଉଁ ହାଉସୱାଇଫ୍ ମାନେ ଘରେ ରହୁଛନ୍ତି ମୋ ପରିକା, ତ ସେମାନେ ବି କିଛି ନିଜେ ଭାବୁଥିଲେ କିଛି ଆମେ ବି କରିବା। ସତ କହିବାକୁ ଗଲେ କେବେ କେବେ ମୋତେ ବି ଲାଗୁଥାଏ ମୋ ପାଖରେ କୌଣସି ଆଇଡେଣ୍ଟିଟି ନାହିଁ। ଅନ୍ୟମାନେ ଆର୍ନିଂ କରୁଛନ୍ତି, ନିଜ ସ୍ୱପ୍ନ ପୂରଣ କରୁଛନ୍ତି, ଆଉ ମୁଁ ସେମାନଙ୍କୁ ଦେଖିକି ଖାଲି ମୁଁ ମଧ୍ୟ ଇନ୍ସପାୟାର ହେଉଥିଲି। ମୋ ମନରେ ଭୟ ବି ଥିଲା, ମୁଁ ପାରିବି କି ନାହିଁ, ମୋ ପାଖରେ ସ୍କିଲ୍ ନାହିଁ। ତ ମେନ୍ ଜିନିଷ ରହିଲା କି ନିଜେ ଯଦି ଆମେ ଆଲର୍ଟ ହେବା ନା, ଆରାମ ସବୁ ଜିନିଷ ଆମେ କରିପାରିବା। ତ ଠିକ୍ ସେ ଗୋଟେ ଦିନ ମୁଁ ବି ଫୋନରେ ଭିଡ଼ିଓ ସ୍କ୍ରୋଲ୍ କରୁଥିଲି। ସେଠି ମୁଁ ଦେଖିଲି ଘରେ ବସିକି ବହୁତ କିଛି ମହିଳା ଅନଲାଇନ୍ ଆର୍ନିଂ କରୁଛନ୍ତି। ତ ସେହିପରି ମୋର ବି ଗୋଟେ ଆଶା ଆସିଲା ଯେ ମୁଁ ବି କିଛି ଶିଖିକି ମୁଁ ବି କିଛି କରିବି। ତ ସେଇ ଦିନଠୁ ମୋ ମନରେ ଗୋଟେ ଆସ୍ତେ ଆସ୍ତେ ମୁଁ ଭାବିଲି କି ସେମାନେ ପାରୁଛନ୍ତି, ତେବେ ମୁଁ ବି କାହିଁକି ନାହିଁ, ପାରିବିନି କାହିଁକି, ମୁଁ ବି କରିପାରିବି। ତ ସେଇ ଦିନଠୁ ମୁଁ ବି ନିଷ୍ପତ୍ତି ନେଲି ମୁଁ ମୋ ଜୀବନରେ କିଛି କରିବି। ମୋର ଜର୍ଣ୍ଣି ଏହିପରି ଧୀରେ ଧୀରେ ଷ୍ଟାର୍ଟ ହେଲା। ମୁଁ ଛୋଟ ଷ୍ଟେପ୍ ଗୋଟେ ନେଲି, ଆରମ୍ଭ କରିଲି। ତ ପ୍ରତ୍ୟେକ ଦିନ କେମିତି ଭିଡ଼ିଓ ଏଡ଼ିଟିଂ କରାଯାଏ, ଦେନ୍ କିପରି କଣ୍ଟେଣ୍ଟ ବନାଯାଏ, ସବୁ ଜିନିଷ ମୁଁ ଗୋଟେ ଜିନିଷ ଶିଖିଲି। ଭିଡ଼ିଓ କିପରି କ୍ରିଏଟ୍ କରାଯାଏ, ନ୍ୟୁ ସ୍କିଲ୍ ଶିଖିଲି, ସୋସିଆଲ୍ ମିଡ଼ିଆ ୟୁଜ୍ କରିବା ଆରମ୍ଭ ମଧ୍ୟ କଲି। ପ୍ରଥମେ ମୋତେ ବି ଭୟ ଲାଗୁଥିଲା କ୍ୟାମେରା ଆଗରେ କହିବାକୁ, କିନ୍ତୁ ଆଜି ଆପଣ ଦେଖିପାରୁଛନ୍ତି ମୁଁ କିଛି ବି ପାରୁଛି, କହିପାରୁଛି। ହେଲା, ପ୍ରଥମେ ବହୁତ ଚେଷ୍ଟା କରିକି ଆଜି ବହୁତ କିଛି କହିପାରୁଛି, ଯାହା ମୁଁ ଟୋଟାଲି କ୍ୟାମେରା ଆଗରେ ପୁରା ଜିରୋ ଥିଲି। ମୁଁ କ୍ୟାମେରା ଅନ୍ କଲା ମାନେ କିଛି ବି କହିପାରୁନଥିଲି, କିନ୍ତୁ ହାର ମାନିଲି ନାହିଁ। ଦିନକୁ ଦିନ ଇମ୍ପ୍ରୁଭ୍ କରିବାକୁ ଲାଗିଲି। ପ୍ରତ୍ୟେକ ଦିନ କିଛି ନା କିଛି କହିବା ପାଇଁ ଲାଗିଲି। ତ ଧୀରେ ଧୀରେ କହିପାରିଲି। ଆଜି ଯାହା ବି କିଛି କହୁଛି ପ୍ରାକ୍ଟିସ୍ ଦ୍ୱାରା ହିଁ ମୁଁ କହୁଛି। ତ ମୋ କହିବା ଅର୍ଥ, ଆଜି ମୋ ଆଗରେ ମୁଁ ନୁହେଁ, ଆଜି ମୋ ପାଖରେ ଗୋଟେ କନଫିଡେନ୍ସ ଅଛି, ସ୍କିଲ୍ ଅଛି, ଆଉ ଗୋଟେ ନୂଆ ଆଇଡେଣ୍ଟିଟି ଅଛି। ଠିକ୍ ଅଛି, ମୁଁ ନିଜେ କଣ୍ଟେଣ୍ଟ କ୍ରିଏସନ୍ ଶିଖିପାରିଲି। କିପରି କଣ୍ଟେଣ୍ଟ ନିଜର ଗୋଟେ ହାଉସ୍ ୱାଇଫ୍ ଘରେ ରହିକି ନିଜ ଘରୋଇ କାମକୁ ନେଇ କିପରି କଣ୍ଟେଣ୍ଟ କରୁ, ସେ ଜିନିଷ ସ୍କିଲ୍ଟା ମୁଁ ଶିଖିପାରିଲି। ଏଇଟା ମୋ ପାଖରେ ନଥିଲା। ଏହା କେବଳ ଆର୍ନିଂ ନୁହେଁ, ଏହା ହେଉଛି ଗୋଟେ କ'ଣ କହିଲେ ମୋର ଆତ୍ମସମ୍ମାନ। ଯଦି ଆପଣ ବି ଚାହିଁବେ ମୋ ପରି ଘରେ ରହିକି କିଛି କରିବା ପାଇଁ, ଆପଣ ବି ଆରାମସେ ଏଠି କରିପାରିବେ। ତେବେ ମନେ ରଖିବା ଦରକାର ଷ୍ଟାର୍ଟ କରିବା ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ। କାହିଁକି କହିଲେ, ଦେଖନ୍ତୁ, ସବୁଦିନ ମୁଁ ବି ଆଗରୁ ଭାବୁଥିଲି କି ନା ମୁଁ ଆଜି କରିବି, କାଲି କରିବି, ନା ମୁଁ କିଛି ସ୍କିଲ୍ ଶିଖିବି। ମୁଁ ସବୁବେଳେ ଚାହେଁ ମୁଁ ନିଜର କିଛି ଆଇଡେଣ୍ଟିଟି କ୍ରିଏଟ୍ କରିବା ପାଇଁ, କିନ୍ତୁ ସବୁବେଳେ ଭାବୁଥିଲି। କିନ୍ତୁ ଯଦି ଯେଉଁଦିନ ଷ୍ଟାର୍ଟ କରିବା ହିଁ ଲାଗିଲି, ସେଇଟା ହିଁ ସବୁଠୁ ଇମ୍ପୋର୍ଟାଣ୍ଟ ଯେ ନାଇଁ ଆଜିଠୁ କରିବି ମାନେ କରିବି। ତ ପରଫେକ୍ଟ ହେବାକୁ ୱେଟ୍ କରିବାକୁ ହିଁ ପଡ଼େନି। ଆମକୁ ଛୋଟ ଛୋଟ ଷ୍ଟେପ୍ ନେଇ ହିଁ ଗୋଟେ ବଡ଼ ଚାନ୍ସରେ ଆମକୁ ପରିଣତ କରିଦିଏ। ତ ମୋ କହିବା ଅର୍ଥ, ଆପଣ ଦେଖୁଥିବେ ମୋର ଫେସବୁକ୍ରେ ହଉ କି ଇନଷ୍ଟାଗ୍ରାମ୍ ଆଉ ୟୁଟ୍ୟୁବ୍ରେ ହଉ, ମୁଁ ମୋର ଘରେ ୱାର୍କକୁ ନେଇ କଣ୍ଟେଣ୍ଟ ତିଆରି କରେ। ସେହି କଣ୍ଟେଣ୍ଟକୁ ହିଁ ମୁଁ ମୋର ସେଠି ପୋଷ୍ଟ କରେ। ଇଏ ମାନେ ନୁହେଁ ଯେ ମୁଁ କାହାଠୁ କପି କରେ। ଠିକ୍ ଅଛି, ତ ମୁଁ ଘରେ ରହିକି, ଯେହେତୁ ଗୋଟେ ଘରେ ହାଉସ୍ ୱାଇଫ୍, ମୋ ଘରୋଇ କାମକୁ ନେଇକି ମୁଁ କଣ୍ଟେଣ୍ଟ ତିଆରି କରୁଛି। କାରଣ ମୁଁ ବାହାରେ ସମୟ ଦେଇପାରେନି, ବାହାରକୁ ଯାଇପାରେ ନାହିଁ। ତା ସହିତ ଭିଡ଼ିଓ ଏଡ଼ିଟିଂ ବି ଶିଖିବି ବୋଲି, ପୁଣି ତା ସହିତ ଗ୍ରାଫିକ୍ ଡିଜାଇନ୍ ବି ଶିଖୁ। ତା ସହିତ ସବୁଠୁ ବଡ଼ ଜିନିଷ ମୁଁ ଶିଖିଲି ଏଠି AI ଭିଡ଼ିଓ।
ठीक अच्छे एआई वीडियो जेनरेट भी आप देखिए मुझे बहुत एआई वीडियो भी यूट्यूब पोस्ट करछि भी आप देखिए यही सब जिन मुझे आसी शिखिपारि आउ शिखिकी निजर गोटे परिचय भी या निजे किसी अर्निंग भी करें ठीक अच्छे तो जदि आपण मैंने भी चाहिए मो पर मोर मुझे मो जर्नी को स्टार्ट करने माने करिछि आपण भी मो सहित आपण जर्नी जदि कनेक्ट करने चाहूँ ना आप कर मो पर आप करने चाहते ताहले मोर वीडियो को लाइक कर दिखाँ कमेंट रे भी लिखि दिखाँ स्टार्ट और सब्सक्राइब कर मो स्टेप बाय स्टेप आपको गाइड कर मुझे जहाँ जहाँ जमी वे शिखी ये फर्स्ट कंटेंट क्रिएशन शिखिली देन ग्राफिक डिजाइन शिखिली देन शिखिली एनार जो ट्रेंडिंग चलती एआई वीडियो ताको भी मुझे शिखिली माने ये जो स्किल गोटे मुझे शिखा फल गोटे प्लाटफर्म वर्क करनी मोर फेसबुक रे करुँची इंस्टाग्राम रे करुँची यूट्यूब रे भी करुँची मोर आप फेसबुक अकाउंट भी जाए मोर अकाउंट भी मोनेटाइज यही वीडियो पोस्ट करी ठीक अच्छे जब मोर से अर्निंग भी स्टार्ट हो गलानी तो मो कहबार तो मेन जिनस है गोटे डिसीजन नियंतु शिखी भाभी करी स्टार्ट कर किसी भल तो से वेट रुहतुनि स्टार्ट कर दिंतु कला मैंने धीरे धीरे प्रथम प्रथम तो भूल हम प्रथम कह समस्ते कहींपार कैमेरा करे तो धीरे धीरे ही आज गोटे लेवल को आज बहुत प्रकार स्किल भी आप शिखिपारे जहाँफल से स्किल ही आप बहुत लाइफ रे काम देव ठीक अच्छे कहले नमस्ते।